ମାନେ ଆଜି ଆମେ ମୋ ନବମ କ୍ଲାସ୍ ଜିଓଗ୍ରାଫିର ପ୍ରଥମ ଅଧ୍ୟାୟର ଦ୍ୱିତୀୟ ଭାଗ ପ୍ରାକୃତିକ ବିଭାଗର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ଆମକୁ ଦେଇଛି ଠିକ୍ ଉତ୍ତରଟିକୁ ବାଛି ଲେଖିବା। ଆଇରେ ଯେଉଁ ସ୍ଥଳଭାଗର 3 ପଟରେ ସମୁଦ୍ର ଘେରି ରହିଥାଏ ତାହାକୁ କ'ଣ କୁହାଯାଏ? ତାହାକୁ ଆମେ ଉପଦ୍ୱୀପ ବୋଲି କହିବା। ଡବଲ ଆଇରେ ଗୋଆ ଉପକୂଳକୁ ଲାଗି ଦକ୍ଷିଣରେ ଅବସ୍ଥିତ ସଂକୀର୍ଣ୍ଣ ଉପକୂଳକୁ କ'ଣ କୁହାଯାଏ? ତାକୁ ଆମେ କନ୍ନଡ଼ ବୋଲି କହିବା। ଟ୍ରିପଲ ଆଇରେ ଆମର ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ କେଉଁଠି? ସର୍ବୋଚ୍ଚ ଶୃଙ୍ଗ ହେଉଛି ଦେଓମାଳି। ଆଇଭିରେ ଭାରତର ପୂର୍ବ ସୀମା ନିର୍ଦ୍ଧାରଣ କରୁଥିବା ପର୍ବତଗୁଡ଼ିକୁ କ'ଣ କୁହାଯାଏ? ତାକୁ ଆମେ ପୂର୍ବାଞ୍ଚଳ କହିବା। ଭିରେ K2 ଗଡ଼ୱିନ୍ ଅଷ୍ଟିନ୍ ଶୃଙ୍ଗ କେଉଁ ପର୍ବତ ଶ୍ରେଣୀରେ ଅବସ୍ଥିତ? ତାହା କାରାକୋରମ୍ ପର୍ବତ ଶ୍ରେଣୀରେ ଅବସ୍ଥିତ। ନେକ୍ସଟ 2 ନମ୍ବର ଆମେ ସଂକ୍ଷେପରେ ଉତ୍ତର ଦେବା। ଟେକ୍ଟୋନିକ୍ ପ୍ଲେଟ୍ କ'ଣ? ତାହେଲେ ପିଲାମାନେ ପୃଥିବୀର ଭୂତ୍ୱକ ଅର୍ଦ୍ଧତରଳ ଶିଳାସ୍ତର ଉପରେ ଭାସମାନ ଅବସ୍ଥାରେ ଅଛି। ଭୂ ଅଭ୍ୟନ୍ତରର ଆଣବିକ ବିକିରଣରୁ ନିର୍ଗତ ତାପ ଅର୍ଦ୍ଧତରଳ ଶିଳାସ୍ତରରେ ଊର୍ଦ୍ଧ୍ୱମୁଖୀ ପରିଚାଳନ ସ୍ରୋତ ସୃଷ୍ଟି କରେ। ଫଳସ୍ୱରୂପ ଏହା ଭୂତ୍ୱକକୁ ବିଖଣ୍ଡିତ କରିଥାଏ, ଯାହାକୁ ଟେକ୍ଟୋନିକ୍ ପ୍ଲେଟ୍ କୁହାଯାଏ। ସୁତରାଂ ଏହା ଅର୍ଦ୍ଧତରଳ ଶିଳାସ୍ତରରେ ଭାସମାନ ବିଖଣ୍ଡିତ ଭୂତ୍ୱର ଅଂଶବିଶେଷ ଅଟେ। ପ୍ଲେଟ୍ ଟେକ୍ଟୋନିକ୍ ମତବାଦ ଅନୁସାରେ ପୃଥିବୀର ଭୂତ୍ୱକ 7ଟି ବୃହତ୍ ଓ 20ଟି କ୍ଷୁଦ୍ର ପ୍ଲେଟ୍ରେ ବିଭାଜିତ ହୋଇଛି। ଡବଲ ଆଇରେ ବର୍ତ୍ତମାନର କେଉଁ ମହାଦେଶ ଗୁଡ଼ିକ ଗଣ୍ଡୱାନା ଲ୍ୟାଣ୍ଡର ଅଂଶ ଥିଲେ? ବର୍ତ୍ତମାନର ଦକ୍ଷିଣ ଆମେରିକା, ଆଫ୍ରିକା, ମାଲାଗାସିଆ, ଆରବ ଏବଂ ଉପଦ୍ୱୀପୀୟ ଭାରତ, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ଗୁଡ଼ିକ ଗଣ୍ଡୱାନା ଲ୍ୟାଣ୍ଡର ଅଂଶ ଥିଲେ। ସେମିତି ଟ୍ରିପଲ ଆଇ ଆମକୁ ପ୍ରଶ୍ନ ଦେଲା ଶିୱାଲିକ୍ କହିଲେ କ'ଣ ବୁଝାଏ? ତାହେଲେ ଶିୱାଲିକ୍ କହିଲେ ପିଲାମାନେ ହିମାଳୟ ପର୍ବତମାଳାର ସବୁଠାରୁ ଦକ୍ଷିଣରେ ଥିବା ପର୍ବତ ଶ୍ରେଣୀକୁ ଶିୱାଲିକ୍ ବା ବାହ୍ୟ ହିମାଳୟ କୁହାଯାଏ। ସମୁଦ୍ର ପତନରୁ ଶିୱାଲିକ୍ର ହାରାହାରି ଉଚ୍ଚତା 1000 ମିଟରରୁ 1200 ମିଟର ମଧ୍ୟରେ ଏବଂ ପ୍ରସ୍ଥ 10 କିଲୋମିଟରରୁ 50 କିଲୋମିଟର ମଧ୍ୟରେ ହୋଇଥାଏ ଏବଂ ଏଠାରେ ଗୋଡ଼ି ମାଟି କଦମ ଓ ପରସ୍ପର ସହିତ ବାନ୍ଧି ହେଉନଥିବା ଶିଳା ଭଳି ପଦାର୍ଥରେ ଏହା ଗଠିତ। ଏଥିରେ ଅନେକ ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଖିବାକୁ ମିଳେ, ସେଗୁଡ଼ିକୁ ଡୁନ୍ କୁହାଯାଏ। ଡେରାଡୁନ୍, କୋଟଲେଡୁନ୍, ପାଟଲିଡୁନ୍ ଆଦି ଉପତ୍ୟକା ମାନେ ଏହାର ଅନ୍ତର୍ଗତ। ଆଇଭିରେ ଆମର ଉତ୍ତରରୁ ଦକ୍ଷିଣକୁ ହିମାଳୟର ମୁଖ୍ୟ ବିଭାଜନ ଗୁଡ଼ିକର ନାମ କ'ଣ? ତାର ନାମ ହେଲା ହିମାଦ୍ରି, ହିମାଚଳ ଓ ଶିୱାଲିକ୍। ଭିରେ ଆରାବଳୀ ଓ ବିନ୍ଧ୍ୟ ପର୍ବତ ଶ୍ରେଣୀ ମଧ୍ୟରେ କେଉଁ ମାଳଭୂମି ଅବସ୍ଥିତ? ମାଲୱା ମାଳଭୂମି ଅବସ୍ଥିତ। ଭିଆଇ ଆମର ଭାରତର କେଉଁ ଦ୍ୱୀପପୁଞ୍ଜ ପ୍ରବାଳ କୀଟ ଗୁଡ଼ିକର ଅବଶିଷ୍ଟାଂଶରୁ ସୃଷ୍ଟ? ଭାରତର ଲାକ୍ଷାଦ୍ୱୀପ ପ୍ରବାଳ କୀଟ ଗୁଡ଼ିକର ଅବଶିଷ୍ଟାଂଶରୁ ସୃଷ୍ଟି। ଭି ଡବଲ ଆଇ ଆମର ଭାରତର ପୁରାତନ ଓ ନବୀନ ପର୍ବତମାଳାର ଗୋଟିଏ ଲେଖାଏଁ ଉଦାହରଣ ଦିଅ। ଭାରତର ପୁରାତନ ପର୍ବତମାଳା ହେଉଛି ଆରାବଳୀ ପର୍ବତ ଶ୍ରେଣୀ, ନବୀନ ପର୍ବତମାଳା ହେଉଛି ହିମାଳୟ। 3 ନମ୍ବର ପିଲାମାନେ ଆମେ ପାର୍ଥକ୍ୟ ଦର୍ଶାଇବା ବିପରୀତମୁଖୀ ଓ ପରସ୍ପରମୁଖୀ ପ୍ଲେଟ୍। ତାହେଲେ ବିପରୀତମୁଖୀ ଗତି ଯୋଗୁଁ ପ୍ଲେଟ୍ ଗୁଡ଼ିକ ପରସ୍ପର ଠାରୁ ଦୂରେଇ ଯାଆନ୍ତି ଓ ବିପରୀତ ଦିଗରେ ଗତି କରନ୍ତି, କିନ୍ତୁ ପରସ୍ପରମୁଖୀ ଗତିରେ ଯୋଗୁଁ ଦୁଇଟି ପ୍ଲେଟ୍ ଭିନ୍ନ ଦିଗରୁ ପରସ୍ପରକୁ ନିକଟବର୍ତ୍ତୀ ହୁଅନ୍ତି, ଫଳରେ ଦୁହିଁଙ୍କ ମଧ୍ୟରେ ଧକ୍କା କିମ୍ବା ଗୋଟିଏ ଅନ୍ୟ ଉପରେ କିମ୍ବା ତଳେ ଚାଲିଥାଏ। ତାପରେ ବିରେ ଦୁଇଟି ପ୍ଲେଟ୍ ବିପରୀତମୁଖୀ ହେଲେ ଭୂଭାଗର ଫାଟ ସୃଷ୍ଟି ହୁଏ ଏବଂ ଦୁଇଟି ପ୍ଲେଟ୍ ମଧ୍ୟରେ ଧକ୍କା ହେଲେ ସେମାନଙ୍କ ମଧ୍ୟରେ ଥିବା ଭୂଭାଗରେ ଭାଙ୍ଗ ସୃଷ୍ଟି ହୁଏ। ଡବଲ ଆଇରେ ତାପରେ ଦେଇଛି ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମଘାଟ ପର୍ବତମାଳା। ତାହେଲେ ଦେଖ ପିଲାମାନେ, ପୂର୍ବଘାଟ ପର୍ବତମାଳା ଦକ୍ଷିଣାତ୍ୟ ମାଳଭୂମିର ପୂର୍ବ ସୀମା ନିର୍ଦ୍ଧାରଣ କରୁଛି। ପଶ୍ଚିମଘାଟ ପର୍ବତମାଳା ଦାକ୍ଷିଣାତ୍ୟ ମାଳଭୂମିର ପଶ୍ଚିମ ସୀମା ନିର୍ଦ୍ଧାରଣ କରୁଛି। ପୂର୍ବଘାଟ ପର୍ବତମାଳା ଏହା ମହାନଦୀ ଗୋଦାବରୀ, କୃଷ୍ଣା, କାବେରୀ ନଦୀଗୁଡ଼ିକର ଉପତ୍ୟକା ଦ୍ୱାରା ବିଖଣ୍ଡିତ ହୋଇଥିବାରୁ ନିରବଚ୍ଛିନ୍ନ ନୁହେଁ। ଏହା ପର୍ବତମାଳାର ନିରବିଚ୍ଛିନ୍ନ ଅଟେ। ଏହାର ହାରାହାରି 600 ମିଟର, ଏହାର ହାରାହାରି 900 ମିଟରରୁ 1600 ମିଟର। ଓଡ଼ିଶା ରାଜ୍ୟର ଦେଓମାଳି ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ। କେରଳ ରାଜ୍ୟର ଆନାଇମୁଡ଼ି ପଶ୍ଚିମଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ। ପରୀକ୍ଷା ମନେ ହୋଇଥିବ, ଓଡ଼ିଶାର ଦେଓମାଳି ଆଉ ପଶ୍ଚିମଘାଟର କେରଳର ଆନାଇମୁଡ଼ି। ନେକ୍ସଟ ଆମେ ଟ୍ରିପଲ ଆଇରେ ପାର୍ଥକ୍ୟ ଦର୍ଶାଇବା ତ୍ରିକୋଣ ଭୂମି ଓ ପ୍ଲାବନ ଭୂମି।
ନଦୀର ନିମ୍ନ ଶଯ୍ୟାରେ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଉଥିବା ତ୍ରିଭୁଜାକାର ସମତଳ ଭୂମିକୁ ତ୍ରିକୋଣ ଭୂମି କୁହାଯାଏ। ନଦୀଗୁଡ଼ିକର ମଧ୍ୟ ଶଯ୍ୟାରେ ଉଭୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ଲାବନ ଭୂମି ଦେଖାଯାଏ। ତ୍ରିକୋଣ ଭୂମି ନଦୀର ଧାର, ମନ୍ଥର ଗତି ଓ ଅବକ୍ଷେପଣ ଦ୍ୱାରା ସୃଷ୍ଟି ହୁଏ। ପ୍ଲାବନ ଭୂମି ନଦୀର ବନ୍ୟା ଜଳରେ ଆନିତ ପଟୁ ମାଟିରେ ଗଠିତ। ଏହି ଭୂମି ଉର୍ବର ଓ ଚାଷୋପଯୋଗୀ। 4 ନମ୍ବର ପ୍ରଶ୍ନ ପିଲାମାନେ, ଭାରତର ମୁଖ୍ୟ ଭୂ ବିଭାଜନ ଗୁଡ଼ିକର ନାମ ଲେଖ ଏବଂ ଯେକୌଣସି ଗୋଟିଏ ବିଶେଷତ୍ୱ ହେଲା ତାର ମହତ୍ଵ ସମ୍ବନ୍ଧରେ ଆମେ ଆଲୋଚନା କରିବା। ତାହେଲେ ପିଲାମାନେ ଭାରତର ମୁଖ୍ୟ ଭୂ ବିଭାଜନ ଗୁଡ଼ିକ ହେଲା ଉତ୍ତରସ୍ଥ ପର୍ବତମାଳା, ଉତ୍ତରସ୍ଥ ବିଶାଳ ସମତଳ ଭୂମି, ଉପଦ୍ୱୀପୀୟ ମାଳଭୂମି, ଭାରତୀୟ ବିଶାଳ ମରୁଭୂମି ଅଞ୍ଚଳ, ଉପକୂଳବର୍ତ୍ତୀ ସମତଳ ଭୂମି, ଦ୍ୱୀପପୁଞ୍ଜ। ସେଥିରୁ ଆମେ ବିଶେଷତ୍ୱ ଆମେ ବର୍ଣ୍ଣନା କରିବା ଉପକୂଳବର୍ତ୍ତୀ ସମତଳ ଭୂମିର। ତାହେଲେ ଦାକ୍ଷିଣାତ୍ୟ ମାଳଭୂମିର ପଶ୍ଚିମରେ ଆରବ ସାଗର ତଟରେ ଏବଂ ପୂର୍ବରେ ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳରେ ଉପକୂଳବର୍ତ୍ତୀ ସମତଳ ଭୂମି ଦେଖାଯାଏ। ପୂର୍ବ ଉପକୂଳସ୍ଥ ମାନେ ଦେଖ ହେଲା ଏପଟେ ଆରବ ସାଗର, ଏଇତକ ହେଲା କ'ଣ ପଶ୍ଚିମରେ ଆରବ ସାଗର, ସେଇଠି ଉପକୂଳବର୍ତ୍ତୀ, ଆଉ ଏପଟେ ହେଲା ପୂର୍ବରେ। ତାପରେ ପୂର୍ବ ଉପକୂଳସ୍ଥ ସମତଳ ଭୂମି 2 ଭାଗରେ ବିଭକ୍ତ, ଯଥା ଉତ୍ତର ସରକାର କରମଣ୍ଡଳ ଉପକୂଳ ଓ ପଶ୍ଚିମ ଉପକୂଳସ୍ଥ ମାଳଭୂମିରେ 3 ଭାଗରେ ବିଭକ୍ତ, କଙ୍କଣ, କନ୍ନଡ଼ ଓ ମାଲାବାର। ହେଲା କଙ୍କଣ କେଉଁଠି ଦେଖାଯାଏ? ମୁମ୍ବାଇ ଓ ଗୋଆ। କନ୍ନଡ଼ ମଧ୍ୟ ଭାଗରେ, ମାଲାବାର ହେଲା କ'ଣ ମାଙ୍ଗାଲୋର, କନ୍ୟାକୁମାରୀ। ତାହାର ବିଶେଷତ୍ୱ ଓ ଦେଶ ପାଇଁ ମହତ୍ଵ କ'ଣ? ଏହି ସମତଳ ଭୂମି ନଦୀମାନଙ୍କ ଦ୍ୱାରା ଆନିତ ପଟୁମାଟି ଦ୍ୱାରା ଗଠିତ ହୋଇଥିବାରୁ ଉର୍ବର ଓ ଚାଷୋପଯୋଗୀ। ଏହି ସମତଳ ଭୂମିର ନଦୀ ମୁହାଣ ଗୁଡ଼ିକରେ ଅନେକ ବନ୍ଦର ଅଛି ଯାହାକି ବାଣିଜ୍ୟ କାରବାରରେ ସହାୟତା କରିଥାଏ। ଏହି ସମତଳ ଭୂମି ରେଳ ଓ ସଡ଼କ ପରିବହନ ପାଇଁ ପ୍ରଶସ୍ତ କ୍ଷେତ୍ର ହୋଇପାରିଛି। ଏହି ସମତଳ ଭୂମି ଅନେକ ନଦୀ ପ୍ରବାହିତ ହେଉଥିବାରୁ ଜଳସେଚନର ସୁବିଧା ଉପଲବ୍ଧ ହୋଇଥାଏ। ନେକ୍ସଟ 5 ନମ୍ବର ପ୍ରଶ୍ନ ଆମର, ହିମାଳୟ କିପରି ସୃଷ୍ଟି ହେଲା ସେ ସମ୍ବନ୍ଧରେ ଆଲୋଚନା କର। ତାହେଲେ ଭୂବିଜ୍ଞାନୀମାନଙ୍କ ମତାନୁସାରେ ବର୍ତ୍ତମାନ ଯେଉଁଠି ସୁଉଚ୍ଚ ହିମାଳୟ ପର୍ବତ ଓ ଉତ୍ତର ଭାରତରେ ବିସ୍ତୃତ ସମତଳ ଭୂମି ଅଛି, ସେଠାରେ ଏକଦା ଟେଥିସ୍ ନାମକ ଏକ ଅଗଭୀର ସମୁଦ୍ର ଥିଲା। ଏହି ସମୁଦ୍ରର ଉତ୍ତରରେ ସେ ସମୟରେ ଆଙ୍ଗିରାଲାଣ୍ଡ ଓ ଦକ୍ଷିଣରେ ଗଣ୍ଡୱାନାଲାଣ୍ଡ ନାମକ ଭୂଖଣ୍ଡ ଥିଲା। ଏହି ଦକ୍ଷିଣ ଉପଦ୍ୱୀପ କ୍ରମଶଃ ଉତ୍ତର ଆଡ଼କୁ ଗତି କରିବାରୁ ଟେଥିସ୍ ସାଗରରେ ସଞ୍ଚିତ ପଟୁମାଟି ସଂକୁଚିତ ହୋଇ ସେଥିରେ ଭାଙ୍ଗ ସୃଷ୍ଟି ହେବାରୁ ଆଜିର ହିମାଳୟ ପର୍ବତମାଳା ସୃଷ୍ଟି ହେଲା। ଏହି ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲିଛି ଓ ହିମାଳୟ ପର୍ବତ ଶ୍ରେଣୀ ଅଧିକ ଉଚ୍ଚ ହେବାରେ ଲାଗିଛି। 6 ନମ୍ବର ପ୍ରଶ୍ନ ପିଲାମାନେ, ଆମେ ସଂକ୍ଷିପ୍ତରେ ବର୍ଣ୍ଣନା କରିବା। ପ୍ରଥମେ ଦେଇଛି ଭାରତର ବିଶାଳ ମରୁଭୂମି। ପିଲାମାନେ ଆରାବାଳୀ ପର୍ବତ ଶ୍ରେଣୀର ପଶ୍ଚିମ ସୀମାକୁ ଲାଗି ରାଜସ୍ଥାନରେ ଭାରତର ବିଶାଳ ମରୁଭୂମି ଅଞ୍ଚଳ ବା ଥର୍ ମରୁଭୂମି ଅବସ୍ଥିତ। ଏଠାରେ ଅନେକ ବାଲୁକା ସ୍ତୂପ ଦେଖାଯାଏ। ଏହି ମରୁଭୂମି ପାକିସ୍ତାନର ସିନ୍ଧୁ ପ୍ରଦେଶର ଅନେକ ଭିତରକୁ ବିସ୍ତୃତି ଲାଭ କରିଛି। ଏଠାରେ ବାର୍ଷିକ ବୃଷ୍ଟିପାତ 150 ମିଲିମିଟରରୁ କମ୍, ତେଣୁ ଏଠାକାର ଜଳବାୟୁ ଶୁଷ୍କ। ଏଠାରେ କଣ୍ଟାଳିଆ ବୁଦା ଜାତୀୟ ଉଦ୍ଭିଦ ଦେଖାଯାଏ। ନେକ୍ସଟ ଡବଲ ଆଇରେ ଆମେ ଭାରତର ଦ୍ୱୀପପୁଞ୍ଜ। ତାହେଲେ ଆରବ ସାଗରର କେତେକ ଦ୍ୱୀପ ପ୍ରବାଳ କୀଟମାନଙ୍କର ନଗ୍ନାବଶେଷ ଦ୍ୱାରା ଗଠିତ। ଏ ସମସ୍ତ ଦ୍ୱୀପ ଲାକ୍ଷାଦ୍ୱୀପ ନାମରେ ପରିଚିତ। ଏହାର କ୍ଷେତ୍ରଫଳ 32 ବର୍ଗ କିଲୋମିଟର। କାଭାର୍ତ୍ତି ଏହାର ରାଜଧାନୀ। ଏବଂ ଆଉ ଗୋଟେ ଉପଦ୍ୱୀପ ହେଲା ଦ୍ୱୀପପୁଞ୍ଜ ହେଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଯାହାକି ବଙ୍ଗୋପସାଗରରେ ଉତ୍ତର ଦକ୍ଷିଣ ଭାବେ ବିସ୍ତୃତ। ଏଥିରେ 550ଟି ଦ୍ୱୀପ ଅଛି। ଏହାର ଜଳବାୟୁ ନିରକ୍ଷୀୟ ଏବଂ ଦ୍ୱୀପଗୁଡ଼ିକ ଘଞ୍ଚ ଅରଣ୍ୟପୂର୍ଣ୍ଣ। ସାମରିକ ଦୃଷ୍ଟିକୋଣରୁ ଉକ୍ତ ଦ୍ୱୀପପୁଞ୍ଜ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନେକ୍ସଟ ଆମର ଟ୍ରିପଲ ଆଇରେ ପୂର୍ବାଞ୍ଚଳ। ବ୍ରହ୍ମପୁତ୍ର ନଦୀ ହିମାଳୟର ପୂର୍ବ ସୀମା ନିର୍ଦ୍ଧାରଣ କରେ। ଦିହାଙ୍ଗ ନଦୀ ଖାତ ପରେ ହିମାଳୟ ହଠାତ୍ ଦକ୍ଷିଣକୁ ବାଙ୍କି ଯାଇଛି ଏବଂ ଭାରତର ପୂର୍ବ ସୀମା ନିର୍ଦ୍ଧାରଣ କରୁଅଛି। ଏହାକୁ ଆମେ ପୂର୍ବାଞ୍ଚଳ ବୋଲି କହିଥାଉ। ପାତକୋଇବମ୍ ନାଗା ପର୍ବତ, ମଧ୍ୟବର୍ତ୍ତୀ ଗାରେ ଓ ଖାସି ଜୟନ୍ତିଆ ତଥା ଦକ୍ଷିଣରେ ମିଜୋ ଏବଂ ଲୁସାଇ ପର୍ବତ ଗୁଡ଼ିକ ପୂର୍ବାଞ୍ଚଳର ଅନ୍ତର୍ଗତ। ଏସବୁ ଗାରେ, ଖାସି, ଜୟନ୍ତିଆ ହେଲା ଏସବୁ ଦକ୍ଷିଣରେ ଏବଂ ମିଜୋ ଓ ଲୁସାଇ ପର୍ବତ ଗୁଡ଼ିକ ପୂର୍ବାଞ୍ଚଳରେ ଆମର ଅବସ୍ଥିତ। ନେକ୍ସଟ ଆଇଭିରେ ଆମର ଅଂଶୁପା ହ୍ରଦ ବିଷୟରେ ଲେଖିବାକୁ କହିଛି, ପଢ଼ିବାକୁ କହିଛି। ପିଲାମାନେ
ଅଂଶୁପା ଓଡ଼ିଶାର ଏକମାତ୍ର ମଧୁର ଜଳପୂର୍ଣ୍ଣ ହ୍ରଦ। ମହାନଦୀର ଏକ ବକ୍ର ଅଂଶ ବିଚ୍ଛିନ୍ନ ହୋଇ ଏହି ହ୍ରଦ ସୃଷ୍ଟି ହୋଇଛି। ଏହାର ଉତ୍ତର ଦକ୍ଷିଣ ବୀତି ପ୍ରାୟ 5 କିଲୋମିଟର ଓ ପୂର୍ବ ପଶ୍ଚିମ ବିସ୍ତୃତି ହାରାହାରି 2 କିଲୋମିଟର। ଏହା ଏକ ଅକ୍ଷୁରାକୃତି ହ୍ରଦ। ଏହାର ଦକ୍ଷିଣ ଦିଗରେ ମହାନଦୀ ବହିଯାଇଛି। ଏହି ହ୍ରଦରୁ ମଧୁର ମାଛ ଧରାଯାଏ। ଅଂଶୁପାକୁ ଏକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାରଙ୍କ ତରଫରୁ ଯୋଜନାମାନ ପ୍ରସ୍ତୁତ କରାଯାଇଛି। ନେକ୍ସଟ ଆମର ଶିୱାଲିକ ହେଲା। ଏହା ହିମାଳୟର ପର୍ବତମାଳାର ଦକ୍ଷିଣତମ ଅଂଶ। ଏହି ପର୍ବତ ଶ୍ରେଣୀର ଉଚ୍ଚତା ପ୍ରାୟ 1000 ମିଟରରୁ 1200 ମିଟର ଓ ପ୍ରସ୍ଥ 10 କିଲୋମିଟରରୁ 50 କିଲୋମିଟର। ଏହା ଗୋଡ଼ି ମାଟି, କଦମ ଓ ପରସ୍ପର ସହ ବାନ୍ଧି ହୋଇନଥିବା ଶିଳା ଭଳି ପଦାର୍ଥରେ ଗଠିତ। ଏହା ନିରବଚ୍ଛିନ୍ନ ନୁହେଁ। ଏଥିରେ ଡେରାଡୁନ୍, କୋଟଲିଡୁନ୍, ପାଟଲିଡୁନ୍ ଆଦି ଡୁନ୍ ଉପତ୍ୟକାମାନ ଦେଖାଯାଏ। ଭିଆଇରେ ଆମର ମହାଦେଶୀୟ ସଞ୍ଚଳନବାଦ। ତାହେଲେ ଭୂବିଜ୍ଞାନୀମାନଙ୍କ ମତରେ ପ୍ରାୟ 300 ନିୟୁତ ବର୍ଷ ପୂର୍ବେ ଆଜିର 7ଟି ମହାଦେଶ ପରସ୍ପର ସହ ସଂଲଗ୍ନ ଥିଲେ ଏବଂ ସେହି ବିଶାଳ ମହାଦେଶର ନାମ ଥିଲା ପାଞ୍ଜିଆ। ଏହାର ଉତ୍ତରାଂଶକୁ ଲରେସିଆ ବା ଅଙ୍ଗାରାଲ୍ୟାଣ୍ଡ ଏବଂ ଦକ୍ଷିଣ ଭାଗକୁ ଗଣ୍ଡୱାନାଲ୍ୟାଣ୍ଡ କୁହାଯାଉଥିଲା। ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ୟୁରୋପ ଏବଂ ହିମାଳୟ ପର୍ବତର ଉତ୍ତରସ୍ଥ ଏସିଆର ଅଧିକାଂଶ ଭାଗକୁ ନେଇ ଅଙ୍ଗାରାଲ୍ୟାଣ୍ଡ ଗଠିତ ହୋଇଥିଲା। ଦକ୍ଷିଣ ଆମେରିକା, ଆଫ୍ରିକା, ମାଲାଗାସି, ଆରବ ଏବଂ ଉପଦ୍ୱୀପୀୟ ଭାରତ, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ଗଣ୍ଡୱାନାଲ୍ୟାଣ୍ଡର ଅନ୍ତର୍ଭୁକ୍ତ ଥିଲା। 7 ନମ୍ବର ପ୍ରଶ୍ନ, ଉତ୍ତର ଭାରତ ସମତଳ ଭୂମି ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର। ତାହେଲେ ଉତ୍ତର ଭାରତ ସମତଳ ଭୂମି ହିମାଳୟର ଦକ୍ଷିଣକୁ ପଶ୍ଚିମରେ ସତଲେଜ ନଦୀ ଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ବିସ୍ତୃତ। ଏହାର ଦୈର୍ଘ୍ୟ ପ୍ରାୟ 25 କିଲୋମିଟର। ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀତ୍ରୟର ଆନିତ ପଟୁମାଟି ଦ୍ୱାରା ଏହା ଗଠିତ। ଏହି ସମତଳ ଭୂମିର କ୍ଷେତ୍ରଫଳ ପ୍ରାୟ 7 ଲକ୍ଷ ବର୍ଗ କିଲୋମିଟର ଓ ପ୍ରସ୍ଥ ପ୍ରାୟ 240 କିଲୋମିଟରରୁ 320 କିଲୋମିଟର ଥାଏ। ଉର୍ବର ମୃତ୍ତିକା, ଜଳସେଚନର ସୁବିଧା, ଅନୁକୂଳ ଜଳବାୟୁ ଯୋଗୁଁ ଏହା ଭାରତର ମୁଖ୍ୟ କୃଷି ଅଞ୍ଚଳ ଏବଂ ଜନାକୀର୍ଣ୍ଣ ଅଟେ। ଏହି ସମତଳ ଭୂମିକୁ ପଶ୍ଚିମରୁ ପୂର୍ବକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ପଞ୍ଜାବ ସମତଳ ଭୂମି, ଗାଙ୍ଗେୟ ସମତଳ ଭୂମି ଏବଂ ବ୍ରହ୍ମପୁତ୍ର ସମତଳ ଭୂମି। ନେକ୍ସଟ ପିଲାମାନେ ଆମକୁ ମାନଚିତ୍ର ଦେଇଛି ହେଲା। ସବୁ ତ ମାନଚିତ୍ରର ହେଲା, ଏଇଠି ମାନଚିତ୍ରଟି ତୁମେ କରିବ ହେଲା। ଯୋଉ ଲେଖା ହେଇଛି, କେଉଁଠି ନଙ୍ଗା ପର୍ବତ, କେଉଁଠି ପଶ୍ଚିମ ଘାଟ, ସବୁ ମେନସନ୍ କରିବ ହେଲା। ଆମର ଅଭ୍ୟାସଟି ସରିଗଲା। ଧନ୍ୟବାଦ ପିଲାମାନେ।